एकदा लक्ष्मी नारायणଙ୍କର ପଶା ଖେଳ ଚାଲିଥିଲା। ପଶା ଖେଳ ସମୟରେ ସେମାନେ ଦୁଇ ଜଣ ମଝି ରହିଥିବା ବେଳେ ଜଣେ ଭକ୍ତ ହାତୀ ଗଜଟିଏ ଅତ୍ୟନ୍ତ ବିପଦରେ ଜୀବନ ଚାଲିଯିବା ଭଳି ବିପଦରେ ପଡ଼ିଥିବା ବେଳେ ସେ ପ୍ରଭୁଙ୍କୁ ସ୍ମରଣ କରିଥିଲା। ସେହି ସ୍ମରଣ ସମୟରେ ମହାପ୍ରଭୁଙ୍କ କାନରେ ବାଜିଥିଲା ଏ ଯେଉଁ ଭକ୍ତ ହାତୀଟିର ଯେଉଁ କରୁଣ ଚିତ୍କାର ମହାପ୍ରଭୁଙ୍କ କାନରେ ବାଜିଥିଲା ଏବଂ ମହାପ୍ରଭୁ ସଙ୍ଗେ ସଙ୍ଗେ ପଶା ଖେଳରୁ ତାଙ୍କର ମନ ବାହାର କରି ନେଇଥିଲେ ଏବଂ ବିଚଳିତ ହୋଇଥିଲେ କେମିତି ଭାବରେ ମହାଲକ୍ଷ୍ମୀଙ୍କୁ ଏ ଖେଳରୁ ବର୍ତ୍ତମାନ ବିରତି ନେବି ଏବଂ এই ଭକ୍ତର ଜୀବନ ବଞ୍ଚାଇବା ପାଇଁ ମୋତେ ଉଦ୍ୟମ କରିବାକୁ ପଡ଼ିବ। ପାଳନକର୍ତ୍ତା ବିଷ୍ଣୁ ଯେତେବେଳେ ବିପଦରେ ପଡ଼ିଛି ଭକ୍ତଟିଏ ତାକୁ କେମିତି ଉଦ୍ଧାର କରିବେ ଏ କଥା ଚିନ୍ତନ କରିଛନ୍ତି। ଲକ୍ଷ୍ମୀ ଜାଣିପାରିଛନ୍ତି ମହାପ୍ରଭୁ ବିଚଳିତ ହେଉଛନ୍ତି, କ'ଣ ଗୋଟେ ଚିନ୍ତାମଗ୍ନ ହୋଇଛନ୍ତି, କାହିଁକି ଖେଳରେ ତାଙ୍କର ମନ ନାହିଁ। ଯେତେବେଳେ ପଚାରିଛନ୍ତି ମହାଲକ୍ଷ୍ମୀ ସେତେବେଳେ ପ୍ରଭୁ କହିଛନ୍ତି ମୋର ଜଣେ ଭକ୍ତ ବିପଦରେ ପଡ଼ିଛି, ତା ଜୀବନ ଚାଲିଯାଉଛି, ତାକୁ ବଞ୍ଚାଇବାର ଅଛି, ତା ପ୍ରାଣ ବଞ୍ଚାଇବାର ଅଛି, ତାକୁ ଜୀବନ ଦେବାର ଅଛି। ଏଇଥିପାଇଁ ମୋତେ ବିଚଳିତ ହେବାକୁ ପଡ଼ୁଛି। ମୁଁ ତାକୁ ସହାୟତା ଯୋଗାଇ ଦେବା ପାଇଁ ମୋର ଆବଶ୍ୟକତା ରହିଛି। ମୁଁ ଏଇଠୁ ବର୍ତ୍ତମାନ ତାକୁ ସାହାଯ୍ୟ କରିବା ପାଇଁ ଆଶା କରୁଛି, ଯେମିତି ହେଲେ ତାକୁ ସାହାଯ୍ୟ କରିବି। ତେଣୁ ଆମକୁ ଏ ଖେଳ ଏଇଠି ରଖିବାକୁ ପଡ଼ିବ। ପଶା ଖେଳକୁ ଏଇଠି ବିରତି ଦେଇ ସେତେବେଳେ ମହାଲକ୍ଷ୍ମୀ ନିଜେ ମଧ୍ୟ ଚାହିଁଛନ୍ତି। ସେ ମଧ୍ୟ ମହାଲକ୍ଷ୍ମୀ କହିଛନ୍ତି ଠିକ୍ ଅଛି, ଭକ୍ତ ଯେତେବେଳେ ବିପଦରେ ପଡ଼ିଛି ମୁଁ ବି ସେଥିରେ ଆପଣଙ୍କ ସହିତ ସହାୟତା ନେବି। ଚାଲନ୍ତୁ ମହାପ୍ରଭୁ ଆମେ ସେ ଭକ୍ତକୁ ସହାୟତା କରିବା ପାଇଁ ବାହାରିଯିବା। ସଙ୍ଗେ ସଙ୍ଗେ ଗରୁଡ଼ ଆସିଛନ୍ତି ଏବଂ ଗରୁଡ଼ ପୃଷ୍ଠରେ ଲକ୍ଷ୍ମୀ ନାରାୟଣ ଦୁଇ ଜଣ ପଶା ଖେଳ ଛାଡ଼ି ମହାପ୍ରଭୁ ବିରାଜିତ କରିଛନ୍ତି ସାଗର କୂଳକୁ। ସାଗର କୂଳରେ ଦେଖିଛନ୍ତି ଏକ ଗଜ ବିପଦରେ ପଡ଼ିଛି। ପଦ୍ମ ତୋଳିବା ପାଇଁ ଯେତେବେଳେ ପାଣି ଭିତରେ ପଶିଯାଇଛି, ଜଳ ଭିତରେ ଭଣ୍ଡାର ଭିତରେ ପଶିଯାଇଛି, ହାତୀଟି କୁମ୍ଭୀର ତାକୁ ଆକ୍ରମଣ କରିଛି, ଧରି ନେଇଛି। ତା ଜୀବନ ବଞ୍ଚାଇବା ପାଇଁ ସେ ମଧ୍ୟ କୁମ୍ଭୀର ଖାଦ୍ୟର ଅନ୍ୱେଷଣରେ ରହିଥିବା ବେଳେ ହାତୀଟିକୁ ଧରି ନେଇଛି ଏବଂ ହାତୀଟିର ଜୀବନ ଚାଲିଯିବା ଭଳି ଅବସ୍ଥାରେ ହାତୀଟି ପଡ଼ିଛି। ମହାପ୍ରଭୁଙ୍କୁ ଚିନ୍ତନ କରିଛି, ଡାକିଛି ରଖ ରଖ ନାରାୟଣ, ରଖ ରଖ ନାରାୟଣ, ରଖ ରଖ ନାରାୟଣ, ଜୀବନ ବଞ୍ଚାଅ, ଆହେ ନୀଳ ଶୈଳ ପ୍ରବଳ ମହତ ବାରଣ। ଭକ୍ତ ଗାଇଛନ୍ତି, ଭାବ ବିହ୍ୱଳ ହୋଇଛନ୍ତି। ସାକ୍ଷୀ ଗୋପାଳ ମନ୍ଦିରରେ ଏ ଅପୂର୍ବ ଲୀଳା। ମହାପ୍ରଭୁ ସାକ୍ଷୀ ଗୋପାଳ ଛନ୍ଦାଚରଣ ବଂଶୀଧାରୀ ଆଜି ଲକ୍ଷ୍ମୀ ନାରାୟଣ ବେଶରେ ପଶା ଖେଳରୁ ଉଠି ମହାପ୍ରଭୁ ଗରୁଡ଼ ପୃଷ୍ଠରେ ଦର୍ଶନ ଦେଉଛନ୍ତି। ଲକ୍ଷ୍ମୀ ନାରାୟଣ ବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି ଏବଂ ମହାପ୍ରଭୁ ଏକ ଭକ୍ତର ଗଜର ହାତୀର ଜୀବନ ବଞ୍ଚାଇବା ପାଇଁ ଚାଲି ଆସିଛନ୍ତି। ସତେ ଯେମିତି ଏହି ଅପୂର୍ବ ଲୀଳା ସାକ୍ଷୀ ଗୋପାଳ ମନ୍ଦିରରେ ଦେଖିଲା ବେଳେ ଗାଇ ଉଠିଛନ୍ତି। ଭକ୍ତ ଭାବ ବିହ୍ୱଳ ହୋଇ ଗାଇ ଉଠୁଛନ୍ତି, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ। ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଚକ୍ର ନେସି ବକ୍ର ଆସି ଉଧରିଲ ଆପଣ, ଉଧରିଲ ଆପଣ, ଆହେ ନୀଳ ଶୈଳ ପ୍ରବଳ ମହତ ବାରଣ। ଦୁଇ ଭୁଜ ଟେକି ଦେଇଛନ୍ତି ଭକ୍ତମାନେ ଦର୍ଶନ କରୁଛନ୍ତି ଏ ଅପୂର୍ବ ଲୀଳା। ମହାପ୍ରଭୁ ସମସ୍ତଙ୍କର ବିପଦ ଟାଳିବା ପାଇଁ ମହାପ୍ରଭୁ ରହିଛନ୍ତି। ବିପଦ ସମୟରେ ଯେମିତି ମହାପ୍ରଭୁଙ୍କୁ ଯେତେ ଭାବ ବିହ୍ୱଳ ହୋଇ ଚିନ୍ତନ କରୁଛନ୍ତି, ସେ ଭାବ ବିହ୍ୱଳ ସମୟରେ ମହାପ୍ରଭୁ ସମସ୍ତ କଥା ଜାଣିପାରୁଛନ୍ତି ଏବଂ ତାଙ୍କର ବିପଦ ଟାଳିବା ପାଇଁ ମହାପ୍ରଭୁ ସଦା ସର୍ବଦା ମହାପ୍ରଭୁ ଚେଷ୍ଟା କରୁଛନ୍ତି, ସହାୟତା ଯୋଗାଇ ଦେଉଛନ୍ତି। ଏଇ ଦୃଶ୍ୟମାନ କଥା, ଏଇ ଦୃଶ୍ୟର ଚିନ୍ତା। ଜଣେ ଭକ୍ତ 150 ବର୍ଷ ତଳେ କିଛି ବିପଦରେ ପଡ଼ି ମହାପ୍ରଭୁଙ୍କୁ ଡାକିଥିଲେ, ତାଙ୍କ ବିପଦ ଟଳି ଯାଇଥିଲା। ଟଳିଗଲା ପରେ ସେ ଏ ବେଶକୁ ତାଙ୍କ ମନରେ ଚିନ୍ତା କରିଥିଲେ ଏବଂ ତାହା କେମିତି କାର୍ଯ୍ୟରେ ପରିଣତ କରିବେ। ପ୍ରଭୁ ସ୍ୱୟଂ ସାକ୍ଷୀ ଗୋପାଳ ଲକ୍ଷ୍ମୀ ନାରାୟଣ ବେଶରେ ଗଜ ଉଦ୍ଧାରଣ ପାଇଁ ଦୃଶ୍ୟମାନ ହେବେ। ଭକ୍ତମାନେ ଆଧ୍ୟାତ୍ମିକ ଚେତନାରେ ଏଇଭଳି ଭାବରେ ଅତ୍ୟନ୍ତ ଆକର୍ଷଣୀୟ ବେଶ ଦର୍ଶନ କରିବେ। ତାହା ହିଁ ଚାଲିଛି, ବର୍ଷ ବର୍ଷ ଧରି ଚାଲିଛି। 150 ବର୍ଷ ଧରି ଆନନ୍ଦ ସାହୁଙ୍କ ପରେ ତାଙ୍କର ପିଲାମାନେ, ତାଙ୍କର ପରିବାର ଆଜି ଏ ବେଶ ଚଳାଇଛନ୍ତି। ଦୀନବନ୍ଧୁ ସାହୁ ତାଙ୍କର ପିଲାମାନେ ମଧ୍ୟ ଏ ବେଶକୁ
ଚଳେଇ ଆସିଛନ୍ତି ମନ୍ଦିରରେ। ମନ୍ଦିରରେ ବଡ଼ ସିଂହାର ବେଶରେ ଦର୍ଶନ ଦେବେ। ଉଦାହରଣ ଏକାଦଶୀ ମାଘ ମାସର ବଡ଼ ଏକାଦଶୀ ତିଥିରେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କର ହେବ ମନ୍ଦିରରେ ଏକାଦଶୀ ବେଳା ସନ୍ଧ୍ୟା ଧୂପ ପରେ ବଡ଼ସିଂହାର ବେଶ। ବଡ଼ସିଂହାର ବେଶରେ ଏହି ସୁଯୋଗ ଦର୍ଶନ ମିଳୁଛି। ରାତି 9ଟା 10ଟା ସମୟରୁ ଆରମ୍ଭ ହୋଇ ପ୍ରାୟ 1 ଘଣ୍ଟା ପର୍ଯ୍ୟନ୍ତ ଏ ବେଶ ଦର୍ଶନ କରିହେବ। ଏବଂ ସକାଳେ ମନ୍ଦିର ଖୋଲିବା ପରେ ପରଦିନ ମନ୍ଦିର ଯେତେବେଳେ ଖୋଲୁଛି 6ଟାରେ ମଧ୍ୟ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଠାରୁ ସ୍ନାନ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଏହି ବେଶ ଦର୍ଶନର ସୁଯୋଗ ରଖିଥାଏ ଭକ୍ତମାନଙ୍କର ସାକ୍ଷୀ ଗୋପାଳ ମନ୍ଦିରରେ। ଏମିତି ତିଥି ପରେ ତିଥି ଦିନ ପରେ ଦିନ ବିଭିନ୍ନ ତିଥିରେ ମହାପ୍ରଭୁଙ୍କର ଅଲଗା ଅଲଗା ଲୀଳା ସତେ ଯେମିତି ବିରାଜିତ ହେଉଛନ୍ତି ମହାପ୍ରଭୁ ସାକ୍ଷୀ ଗୋପାଳ ବୃନ୍ଦାବନ ଚନ୍ଦ୍ରଙ୍କର ଏ ଯେଉଁ ଲୀଳା। ଲକ୍ଷ୍ମୀ ନାରାୟଣ କେତେବେଳେ ଗୋପାଳ, କେତେବେଳେ ବାଳ ଗୋପାଳ, କେତେବେଳେ ମହାପ୍ରଭୁ ଧାରଣ କରୁଛନ୍ତି ଯେଉଁ ରାସଲୀଳା ବେଶରେ ଅଛୁଛନ୍ତି। ଏହିପରି ଲୀଳା ମହାପ୍ରଭୁଙ୍କର ସାକ୍ଷୀ ଗୋପାଳ ଏବଂ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶରେ ଆଜି ଦର୍ଶନ ଗଜ ଉଦାହରଣ ପାଇଁ ମହାପ୍ରଭୁ ଚତୁର୍ଭୁଜ ଧାରଣ କରୁଛନ୍ତି। 16ରେ ତିଆରି ହୋଇଛି 4ଟି ଭୁଜ। ମହାପ୍ରଭୁଙ୍କର 2ଟି ପୟର ଏବଂ ରାଧାରାଣୀଙ୍କର 2ଟି ପୟର। ଗରୁଡ଼ ବର୍ତ୍ତମାନ ତିଆରି ହୋଇଛନ୍ତି ଏବଂ ହାତୀ ତିଆରି ହୋଇଛନ୍ତି, କୁମ୍ଭୀର ମଧ୍ୟ ତିଆରି ହୋଇଛନ୍ତି। ରତ୍ନ ସିଂହାସନରେ ଗରୁଡ଼ଟି ମହାପ୍ରଭୁଙ୍କ ପାଦ ତଳେ ରହୁଛନ୍ତି ଏବଂ ସିଂହାସନ ତଳେ ଗର୍ଭଗୃହ ମଧ୍ୟରେ ହାତୀଟି ପଦ୍ମ ତୋଳିବାକୁ ଯିବାବେଳେ କୁମ୍ଭୀରର ଆକ୍ରମଣର ଶିକାର ହୋଇଛନ୍ତି। ଏ ମଧ୍ୟ ଦୃଶ୍ୟ ଆଜି ଦେଖିବାର ସୁଯୋଗ ରହିଛି ସାକ୍ଷୀ ଗୋପାଳ ମନ୍ଦିରରେ। ଜୟ ସାକ୍ଷୀ ଗୋପାଳ, ଜୟ ମା ରାଧାରାଣୀ, ଜୟ ମା।